ଗାଙ୍ଗପୁରା ଥାନା ଅନ୍ତର୍ଗତ ପାଲକାସଣ୍ଡା ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଏକ ରକ୍ତକ୍ଷୟ ଘଟଣା ଘଟିଛି। ଦାଦାଙ୍କ ଆକ୍ରମଣରେ ପୁତୁରା ଗୁରୁତର ଆହତ ହୋଇଥିବା ବେଳେ ଭାଉଜଙ୍କ ମୃତ୍ୟୁ ଘଟିଛି। ମୃତଙ୍କ ନାମ ଭାସି ପ୍ରଧାନ ବୋଲି ଜଣାପଡ଼ିଛି। ଗୁରୁତର ଆହତ ପୁତୁରା ହୀନ ପ୍ରଧାନ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ଜମି ବିବାଦକୁ ନେଇ ପୁତୁରା ହୀନ ପ୍ରଧାନ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ତାଙ୍କ ପେଟରେ ଛୁରୀ ଭୁଷା ଯାଇଥିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଆସିକା ପୋଲିସ ପହଞ୍ଚିବା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି। ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭାଇ ତମ କୋଉ ଗାଁ କଣ ହେଇଥିଲା? ମାରିଲା ନା କଣ? ଛୁରୀ ବୁଝି ଦେଇଛନ୍ତି କିଏ? ଦଦର ପୁଅ ତା ନା କଣ? ମୁରଲୀ ପ୍ରଧାନ ଆଉ ପିଞ୍ଚ ପ୍ରଧାନ। ତମ ନା କଣ? ହୀନ ପ୍ରଧାନ। ବାବା ନା? ଗୌରଙ୍ଗ ପ୍ରଧାନ।